10 ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆବାସ ଗୃହ। ଆସିଲା ପଞ୍ଚାୟତ ରାଜ ବିଭାଗ ତରଫରୁ ଖୁସି ଖବର। ଯେଉଁମାନେ ଅନଲାଇନ୍ କିମ୍ବା ଅଫଲାଇନ୍ ଆବେଦନ କରିଥିଲେ ସେମାନଙ୍କ ପାଇଁ ଖୁସି ଖବର, କାରଣ ସେମାନଙ୍କୁ ଚଳିତ ମାସ ନୂଆବର୍ଷ ଭେଟି ଭାବରେ 10 ଲକ୍ଷ ହିତାଧିକାରୀଙ୍କୁ ଦେବାକୁ ଯାଉଛନ୍ତି ଆବାସ ଗୃହ। ଏ ସୂଚନା ମିଳିଛି ପଞ୍ଚାୟତ ରାଜ ବିଭାଗ ତରଫରୁ। ଦେଖନ୍ତୁ କେଉଁମାନେ ଘର ପାଇବେ ଏବଂ କେଉଁମାନେ ପାଇବେ ନାହିଁ ସମ୍ପୂର୍ଣ୍ଣ ଜାଣିବା এই ଭିଡ଼ିଓରେ। ଆପଣଙ୍କର ମନେ ଥିବା ଯେ ବହୁଟି ହିତାଧିକାରୀ ଯେଉଁମାନେ କି ଅନଲାଇନ୍ କିମ୍ବା ଅଫଲାଇନ୍ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରୁ ଟୋଟାଲ୍ 37 ଲକ୍ଷ ଫର୍ମଟା ଆବେଦନ ହୋଇଥିଲା। ସେ ମଧ୍ୟରୁ 34 ଲକ୍ଷ ଫର୍ମଟା ସର୍ଟଲିଷ୍ଟେଡ୍ ହେଉଛି। ଆଉ ସେଇ 34 ଲକ୍ଷ ସର୍ଟଲିଷ୍ଟେଡ୍ରୁ 10 ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଦିଆଯାଉଛି। ତ ଆପଣଙ୍କର ନାମ ଅଛି କି ନା ଆପଣ କେମିତି ଚେକ୍ କରିବେ? ଦେଖନ୍ତୁ ବର୍ତ୍ତମାନ ସାଇଟ୍ରେ କିଛି ଅପଡ଼େଟ୍ ଆସିନାହିଁ। ଯେତେବେଳେ ଅପଡ଼େଟ୍ ଆସିବ ମୁଁ ଆପଣଙ୍କୁ ଭିଡ଼ିଓ ଉପରେ ଜଣାଇଦେବି। କିନ୍ତୁ ଆପଣ ଏତିକି ଜାଣିଥାନ୍ତୁ ଯେ 10 ଲକ୍ଷ ହିତାଧିକାରୀଙ୍କୁ ବର୍ତ୍ତମାନ ନୂଆବର୍ଷ ଭେଟି ଉପଲକ୍ଷେ ସରକାର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତରେ ଘର। 34 ଲକ୍ଷ ଯେଉଁ ହିତାଧିକାରୀଙ୍କୁ ସର୍ଟ ଆଉଟ୍ କରୁଛି ସେ ମଧ୍ୟରୁ 10 ଲକ୍ଷ ଦେବେ, ଆଉ 24 ଲକ୍ଷ ଯେଉଁ ଥିବେ ସେମାନଙ୍କୁ ନେକ୍ସଟ ପର୍ଯ୍ୟାୟରେ ଦିଆଯିବ ବୋଲି ପଞ୍ଚାୟତ ରାଜ ବିଭାଗ ତରଫରୁ ସୂଚନା ମିଳିଛି। ପୂର୍ବରୁ ଯଦି ଯେଉଁମାନଙ୍କ ପରିବାରରେ ସେମାନେ ଘର ପାଇଛନ୍ତି ତ ସେମାନେ ଏଥିରୁ ବାଦ୍ ପଡ଼ିବେ। ଯଦି ମନେ କରନ୍ତୁ ଆପଣଙ୍କ ପିତା ଘର ପାଇଥିଲେ ଏବଂ ଆପଣ ଯଦି ଅଲଗା ହେଇଛନ୍ତି, ଆପଣଙ୍କର ଅଲଗା ରାସନ କାର୍ଡ଼ ଅଛି, ଅଲଗା ପରିବାର ଅଛି, ତାହେଲେ ଆପଣ ପାଇପାରିବେ। ସରକାର କହିଛନ୍ତି ଯଦି 2 ହ୍ୱିଲର ଅଛି ମାନେ ଫ୍ରିଜ୍ ଅଛି ତାହେଲେ ଏସବୁ ଥିଲା ଲୋକ ପାଇପାରିବେ। କିନ୍ତୁ ଯେଉଁମାନଙ୍କର ଇନକମ୍ ଟ୍ୟାକ୍ସ ଦେଉଥିବେ ଆଉ ଯେଉଁମାନଙ୍କର 4 ଚକିଆ ଯାନ ଥିବ ସେମାନେ এই ଯୋଜନାରୁ ବାଦ୍ ପଡ଼ିବେ ବୋଲି କହିଛନ୍ତି। ଯେଉଁମାନେ ପୂର୍ବରୁ ଘର ପାଇଛନ୍ତି ଆଉ ପୁଣି ଆବେଦନ କରିଛନ୍ତି ସେମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିବେ। ଯଦି 10 ଲକ୍ଷ ମଧ୍ୟରେ ଆପଣଙ୍କର ନାମ ଅଛି ତାହେଲେ ଆପଣଙ୍କ ପଞ୍ଚାୟତ ଅଫିସ୍ ପକ୍ଷରୁ ଆପଣଙ୍କ ପାଖକୁ ଗୋଟେ ୱାର୍କ ଅର୍ଡ଼ର ଯିବ। ଆଉ ୱାର୍କ ଅର୍ଡ଼ର ଗଲା ପରେ ଆପଣ ଆପଣଙ୍କର ଗୃହ ବନେଇବା କାମଟା ଷ୍ଟାର୍ଟ କରିପାରିବେ। ବର୍ତ୍ତମାନ 10 ଲକ୍ଷ ଲୋକଙ୍କୁ ଦିଆଯିବ ବୋଲି କହିଛନ୍ତି, ହେଲେ ତାଙ୍କର ନାମଟା ଏଯାଏଁ ସାଇଟ୍ରେ ଲିଷ୍ଟ ହେଇନି। ଯେତେବେଳେ ଲିଷ୍ଟ ଆସିବ ମୁଁ ଆପଣଙ୍କୁ ଅପଡ଼େଟ୍ ଜଣାଇଦେବି। ଯଦି 10 ଲକ୍ଷ ହିତାଧିକାରୀ ଲିଷ୍ଟ ବି ଯଦି ଆପଣଙ୍କର ନାଁ ଆସିନି ତାହେଲେ ମଧ୍ୟ ଆପଣ ଚିନ୍ତା କରିବାର ନାହିଁ, କାରଣ 34 ଲକ୍ଷ ଟୋଟାଲ୍ ହିତାଧିକାରୀଙ୍କୁ ସର୍ଟଲିଷ୍ଟେଡ୍ କରାଯାଇଛି। ଯଦି ପ୍ରଥମ ପର୍ଯ୍ୟାୟରେ ଆପଣଙ୍କ ନାମ ନ ଆସିବ ତାହେଲେ ଆପଣ ଅପେକ୍ଷା କରନ୍ତୁ। ଆପଣଙ୍କ ନାମ ହୋଇପାରେ ସେକେଣ୍ଡ ପର୍ଯ୍ୟାୟରେ କିମ୍ବା ତୃତୀୟ ପର୍ଯ୍ୟାୟରେ ଆପଣଙ୍କ ନାମଟା ଆସିବ। କିନ୍ତୁ ଆପଣ ଯଦି ଯୋଗ୍ୟ ଅଛନ୍ତି ତାହେଲେ ଶୀଘ୍ର ଆପଣ ପାଇବେ।